ସମସ୍ତେ ନୀରବ ହେବା। ସମସ୍ତେ ବି ଆଗରେ ଆସନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ସାମ୍ନାକୁ ଆସନ୍ତୁ। ଆସନ୍ତୁ ସମସ୍ତେ ଆସନ୍ତୁ, ଚୋଟ ସାମ୍ନାରେ ଆସନ୍ତୁ ଭାଇ ଭଉଣୀ ମାନେ, ଆଜ୍ଞା ମାନେ ସମସ୍ତେ ଆସନ୍ତୁ। ମାଳ ହେଇକି ଇರ್ತରି ଯାମ ଫୁଳମାଳ ପନ୍ନା ସଦା ପ୍ରଭୁଙ୍କର ଧନ୍ୟବାଦ। ସଦା ପ୍ରଭୁ ଆମদের দিন প্রার্থনা করে আমি আসিছিলু। আজি এই চোট নির্মাণ সমাপ্ত হওয়া পাই এবং যীশুଙ୍କ নামରେ ଗୃହକୁ ଚର୍ଚ୍ଚକୁ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଭୁ ଏଇ ଦିନ ଦେଇଅଛନ୍ତି, ସୁନ୍ଦର ଗୋଟେ ସୌଭାଗ୍ୟ ଦେଇଛନ୍ତି। ସେଥି ନିମନ୍ତେ ସଦା ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ। ଆରମ୍ଭ ଅପେକ୍ଷା ଶେଷ ବହୁତ ଭଲ ବୋଲି ଈଶ୍ୱରଙ୍କର ବାକ୍ୟରେ ଲେଖା ଅଛି। ଏହି ସମୟରେ ମୁଁ ପ୍ରଭୁଙ୍କର ଦାସମାନଙ୍କୁ ମୁଁ ଯୀଶୁଙ୍କ ନାମରେ ସ୍ୱାଗତ କରୁଛି। ଆମମାନଙ୍କ ଗହଣରେ କର୍ତ୍ତବ୍ୟ ଆସିଥିବା ଆମର ଆଦିତ୍ୟ ଡାଇରେକ୍ଟର ସୁରେଶ ଅପଟ ଆଜ୍ଞା ଅଛନ୍ତି, ତାଙ୍କୁ ଆମେ ସମସ୍ତେ କରତାଳି ସହିତ ଆମେ ସ୍ୱାଗତ କରିବା, ସମ୍ମୁଖରେ ରଖିବା। এই ସମୟରେ ମୁଁ ଆଉ ସ୍ୱାଗତ କରୁଛି ଆମମାନଙ୍କ ମଧ୍ୟରେ ଷ୍ଟେଟ୍ କୋଅର୍ଡିନେଟର ଶ୍ରୀକାନ୍ତ ଆଜ୍ଞା ପରିବାର ଅଛନ୍ତି। ସେ ପରିବାର ଆଜ୍ଞାଙ୍କୁ ମଧ୍ୟ ଆମେ ସମସ୍ତେ କରତାଳି ସହିତ ଆମେ ସ୍ୱାଗତ କରିବା। ଆହୁରି ଆମମାନଙ୍କ ମଧ୍ୟରେ ଧନପୁର ଆସିଥିବା ଆଜ୍ଞା ପରିବାର, ଆମର ସଲମାନ ମାଣ୍ଡି ପରିବାର ଆଜ୍ଞାଙ୍କୁ ମଧ୍ୟ ତାଙ୍କ ପରିବାରକୁ ମଧ୍ୟ ଇନଚାର୍ଜ ଏବଂ ଟିମ୍ରେ ଅଛନ୍ତି, ତାଙ୍କୁ ମଧ୍ୟ ଆମେ ସମସ୍ତେ କରତାଳି ସହିତ ଆମେ ସ୍ୱାଗତ କରିବା। ଏ ସମୟରେ ଆମମାନଙ୍କ ଗହଣରେ ସେକ୍ରେଟାରୀ ଇନଚାର୍ଜ ଏବଂ ସେ ଆଜ୍ଞା ମଧ୍ୟ ଆସୁଛନ୍ତି, ସେ ଆଜ୍ଞାଙ୍କୁ ମଧ୍ୟ ମେମ୍ବରକୁ ମଧ୍ୟ ଆମେ ସମସ୍ତେ କରତାଳି ସହିତ ଆମେ ଧନ୍ୟବାଦ ସ୍ୱାଗତ କରିବା। ଆହୁରି ଆମମାନଙ୍କ ଗହଣରେ ସୁରେଶ ଆଜ୍ଞା ମଧ୍ୟ ଅଛନ୍ତି ଇନଚାର୍ଜ ଆଜ୍ଞା, ସେଥିପାଇଁ ସେ ସୁରେଶ ଆଜ୍ଞାଙ୍କୁ ମଧ୍ୟ ଆମେ ସମସ୍ତେ କରତାଳି ସହିତ ଆମେ ସ୍ୱାଗତ କରିବା। ସୁରେଶ ଆଜ୍ଞା କୋଉଠି ଅଛନ୍ତି? ହଉ ସଦାପ୍ରଭୁଙ୍କ ଧନ୍ୟବାଦ। ଏ ସମୟରେ ଆମେ ଚର୍ଚ୍ଚକୁ ଆମେ ପ୍ରତିଷ୍ଠା କରିବା ନିମନ୍ତେ ଯିବା। ଆମମାନଙ୍କ ଗହଣରେ ପ୍ରଭୁଙ୍କର ଦାସ କଟକରୁ ଆସିଥିବା ଆମର ଆଦିତ୍ୟ ଡାଇରେକ୍ଟର ଅଛନ୍ତି, ତାଙ୍କେ ରେଭିନ୍ୟୁ ପିତା କାଟିବେ, ସେଥିପାଇଁ ରେଭିନ୍ୟୁ ପିତା କାଟିବେ ପରେ ଆମମାନଙ୍କ ଗହଣରେ ଅଣ୍ଟାଲ ଆଜ୍ଞା ଅଛନ୍ତି, ତାଙ୍କେ ଚାବି ଖୋଲିବେ। ଏ ସମୟରେ ଆଜ୍ଞାକୁ ମୁଁ ସମର୍ପଣ କରୁଛି। କରିବା ତାପରେ ଡେଡିକେସନ ପ୍ରେୟାର କଲା ପରେ ଆମେ ରିବନ କାଟିବା। ଶାସ୍ତ୍ରାଂଶ ପଠନ ପରେ ଆମମାନଙ୍କ ମଧ୍ୟରେ ସୁରେଶ ଆଜ୍ଞା ଅଛନ୍ତି, ଡେଡିକେସନ ପ୍ରେୟାର କରିବେ। ତାର ପୂର୍ବରୁ ଆମେ ଗୋଟେ ଗୀତ ଗାଇବା। ଧନ୍ୟବାଦ କିନ ପ୍ରଭୁ ପ୍ରଶଂସା ତୁମେ କିନ, ଧନ୍ୟବାଦ କିନ ପ୍ରଭୁ ତୁମେ କେନ, ମଙ୍ଗଳମୟ ପ୍ରଭୁ ତୁମେ, କରୁଣାମୟ ଯୀଶୁ ତୁମେ, ମଙ୍ଗଳମୟ ପ୍ରଭୁ ତୁମେ, କରୁଣାମୟ ଯୀଶୁ ତୁମେ। ପାଇଛୁ ଯାହା জীবনে আমার, পাইছু যাহা তুমনে আমার, প্রভু এই করুণা দান, প্রভু প্রভু তো তোমারে করুণা দান। ধন্যবাদ গেল প্রভু প্রশংসা তুমি গেল।
ମନୁଷ୍ୟ ମାତ୍ରେ ହିଁ ଯାତ୍ରୀ। ସେ ତା ଜନ୍ମରୁ ସେ ତା ଯାତ୍ରା ଆରମ୍ଭ କରେ, ମରଣ ପର୍ଯ୍ୟନ୍ତ ସେ ଚାଲୁଥାଏ। କିନ୍ତୁ ବାସ୍ତବରେ ସେ କୋଉ ବାଟରେ ଯାଉଛି ସେ ନିଜେ ଜାଣେ, ଆଉ ସେଇ କଥା ବି ଜାଣେ ନା ଯେ ସେ ଯାହା ବୁଣିବ ତାହା ବି କାଟିବ। ଆମେ ଭାବୁଛୁ, ଆମେ ଯାହା କରୁଛୁ କିଏ ଜାଣେ। ଆମେ ଆଉ ଏଇ କଥା ବି କହୁ ଯେ ମଲେ ତ ସରିଲା। କିନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଏ ଗୀତ ମାଧ୍ୟମରେ ଉପସ୍ଥାପନ କରାଯାଉଛି ବାଟେଇ ତୁ ଯୁଆଡ଼େ ବି ଯାଉଛୁ ଯା, ପରିଶେଷରେ ତୋର ପାଦ ଗଣାଯିବ। ତୁ ଯାହା ବୁଣିଛୁ ତାହା ସବୁ କଟାଯିବ। ତୁ ଯାହା ବୁଣିଛୁ ତାହା ପୁଣି ଫେରିବେ। ତେଣୁ ଏ ଗୀତ ମାଧ୍ୟମରେ ଆପଣମାନଙ୍କୁ ଉତ୍ସାହିତ କରାଯାଉଛି ଯେ ଆପଣଙ୍କର ଜୀବନକୁ ସମୀକ୍ଷା କରିବେ। ବାସ୍ତବରେ ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି ଠିକ୍ ରାସ୍ତାରେ ଯାଉଛନ୍ତି କି? ନଚେତ୍ ଆପଣଙ୍କର ଗତିପଥକୁ ଆପଣ ଯାହା କରିଥିବେ ତାହା ଫେରିବେ। ଆପଣଙ୍କ ଅକର୍ମ ଆପଣଙ୍କ ପଛରେ ଆସିବ। ତେଣୁ ଗୀତ ମାଧ୍ୟମରେ ଶୁଣିବା ସମୟରେ ଟିକେ ଆତ୍ମସମୀକ୍ଷା କରନ୍ତୁ। ଆପଣ ଜୀବନକୁ ଦେଖନ୍ତୁ, ବାସ୍ତବରେ ଆପଣଙ୍କର ଜୀବନ କୋଉ ରାସ୍ତାରେ ଯାଉଛି। ଆପଣ ବିନାଶ ଆଡ଼କୁ ଯାଉଛନ୍ତି, ବିପତ୍ତି ଆଡ଼କୁ ଯାଉଛନ୍ତି, ସର୍ବନାଶ ଆଡ଼କୁ ଯାଉଛନ୍ତି। ନାଇଁ, ରାସ୍ତା ଆପଣଙ୍କୁ ଆନନ୍ଦ ଓ ଜୀବନର ସମସ୍ତ ସୁଖ। ଏ ଗୀତ ଶୁଣିବା ସମୟରେ ଏ ଗୀତଟି ଆପଣମାନଙ୍କୁ ଏଇ କଥା ମଧ୍ୟ କୁହେ, ବାସ୍ତବରେ ଆପଣଙ୍କ ସୃଷ୍ଟିକର୍ତ୍ତାଙ୍କ ପାଖକୁ ଆସୁଛନ୍ତି, ତା ସୃଷ୍ଟିକର୍ତ୍ତାଙ୍କ ଠାରୁ ଆପଣ ଏଇ ଭାବରେ ଏ ଗୀତଟି ଶୁଣନ୍ତୁ। ବାସ୍ତବରେ ଗୀତଟି ବହୁତ ସୁନ୍ଦର ଭାବରେ ରଚିତ ହେଇଛି। ଆଉ ଏ ଗୀତ ଦ୍ୱାରା ଆପଣ ଯେତେ ଆନନ୍ଦ ପାଇବେ, ଯେତେ ଆରାମ ପାଇବେ, ଠିକ୍ ସେମିତି ଆତ୍ମସମୀକ୍ଷା କରିବା ପାଇଁ ସୁଯୋଗ ମଧ୍ୟ ପାଇବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ଗୀତ ମାଧ୍ୟମରେ ପ୍ରଭୁ ଆପଣଙ୍କ ସହିତରେ କଥା ଭଲ ଲାଗେ ମତେ ଯୀଶୁ ନାମ।